ଭାଇ ଏତେ ଜିନିଷ ମୁଁ ଦେଖିଲା ପରେ ଏ ଯେଉଁ ନିଟ୍ ପେପର ଲିକ୍ କାଲି ଯନ୍ତର ମନ୍ତରରେ ଯେଉଁ ପିଲାଙ୍କୁ ସବୁ ମାଡ଼ ହେଇଛି ଏମିତି କୁକୁର ମାଙ୍କଡ଼ ଦେଖିଲେ ତାଙ୍କୁ ବାଡ଼ଉଛନ୍ତି ଗୋଡ଼େଇ ଗୋଡ଼େଇକିରି ସେମାନେ ତାଙ୍କ ଭବିଷ୍ୟତ ପାଇଁ ଗୋଟେ ଭଲ ନେତା ବାଛିଥିଲେ ଯେ କି ତାଙ୍କ ଭବିଷ୍ୟତକୁ ଆଗକୁ ନେଇପାରିବ, ଯିଏ ତାଙ୍କ ଏଜୁକେସନ୍କୁ ବହୁତ ବହୁତ ସ୍କୋପ୍ ଦେଇପାରିବ, କିନ୍ତୁ ତାଙ୍କୁ ସେଇଟା ମିଳିଲା ନାହିଁ। ସେଥିପାଇଁ ସେମାନେ ପ୍ରୋଟେଷ୍ଟ କରିଥିଲେ। ଆଉ ତାଙ୍କୁ ଯେଉଁଭଳିଆ ମାଡ଼ ହେଇଛି ଆପଣମାନେ ତ ଦେଖିଥିବେ। ଏସବୁ ଦେଖିଲା ପରେ ମୁଁ ଧରମାକୁ ଖାଲି ଏତିକି କହିବାକୁ ଚାହୁଁଛି କି ଧରମା, ଓଡ଼ିଶା ପଳେଇ ଆସେ, ତୁ ସେଠି ରହିବା ଯୋଗ୍ୟ ନୁହଁ, ପଳେଇ ଆସେ, ରିଜାଇନ୍ ଦେଇକି ଓଡ଼ିଶା ପଳେଇ ଆସେ। ଏଇଠି ନବୀନ ପଟ୍ଟନାୟକଙ୍କ ପାଖରେ କ'ଣ ଗୋଟେ କାମ ଫାମ କର, ନହେଲେ ସେ ପାରାଦ୍ୱୀପ ଅଏଲ୍ କମ୍ପାନୀ, ନହେଲେ ସେ ପାରାଦ୍ୱୀପ କ'ଣ ବୋଟ୍ ଫୋଟ୍ରେ ରହିଯା, କେହି ତତେ କିଛି କହିବେନି। ପଳେଇ ଆସେ, ରିଜାଇନ୍ ଦେଇଦେ, ତୋ ଯୋଗ୍ୟ ସେଟା ନୁହଁ। ଖାଲିଟାରେ ମାଡ଼ି ବସି ବଇଛୁ ଚେୟାରରେ, ଆଉ କିଛି ବି ନୁହଁ।